ଭାଉଜଙ୍କର ପୁରା ଶୁଖି ଯାଇଛି ନାଇଁ ଆଜ୍ଞା ମାନେ ମୁହଁ ଶୁଖି ଯାଇଛି। ବର୍ଷା ମେଘ ପବନ କେମିତି ହେଉଛି ଏଇଥିରେ ବାହାରୁଛି ମୁଁ। ନମସ୍କାର ଜୟ ଜଗନ୍ନାଥ। ଦେଖନ୍ତୁ ମୁଁ ଦୀପକ ନାୟକ ଘରକୁ ଯାଉଛି ଯିବା ବାଟରେ ଇଏ ବର୍ଷା ମୋତେ ଯିବାକୁ ଦେଉନି। ଛାଡ଼ୁଛି ହେଉଛି ଏମିତି ବର୍ଷା ହେଉଛି ବାତ୍ୟା ସମୟରେ ମୁଁ ଯାଉଛି କାହିଁକିନା ମୋତେ ଆଉ ସମୟ ହେଉନି। ଆଜକୁ 2 ବର୍ଷ ହେଲା ଭାବୁଛି ଯିବି କିନ୍ତୁ ଯାଇପାରୁନି। ଆଜି ଯାଉଛି ଦୀପକ ନାୟକ ଘରକୁ ଦେଖାଯାଉ ସାକ୍ଷାତ ହେବ କି ନାହିଁ। ଘରେ ତ ଅଛି ମୁଁ ଜାଣିଛି ଦେଖାଯାଉ ଯାଉଛି ଜମାରୁ ସେମାନଙ୍କ ଘରଠୁ ଆମ ଘର 35-40 କିଲୋମିଟର ଡିଷ୍ଟାନ୍ସରେ କିନ୍ତୁ ମୁଁ ଆସିପାରୁନି। 2 ବର୍ଷ ହେଲା ବାହାରିଛି କିନ୍ତୁ ବର୍ତ୍ତମାନ ଯାଉଛି ଏ ବର୍ଷା ମୋତେ ଯିବାକୁ ଦେଉନି। ମୁଁ ଆସିଥିଲି ଦୀପକ ନାୟକ ଘରକୁ ତାଙ୍କ ସାନ ଭାଇ ସହିତ ଭେଟ ହେଲା। ମୁଁ ଆସୁ ଜଷ୍ଟ ସେ ବାହାରି ହେଇଛନ୍ତି କଥା ହେଇଛି ସେଇଠି ଦେଖା ହେବ ଆଉ ଭାଇ ସହିତ। ଫାଇନାଲି ଦୀପକ ଭାଇ ସହିତ ଦେଖା ହେଇଗଲା। 2 ବର୍ଷ ପୂର୍ବରୁ ମୁଁ ବାହାରୁଛି ଆସିବି ବୋଲି ମୋତେ କହିଥିଲେ କିନ୍ତୁ ଆସିପାରୁନି। ମାତ୍ର ଏମାନଙ୍କ ଘରଠୁ ଆମ ଘର 35-40 କିଲୋମିଟର ଡିଷ୍ଟାନ୍ସରେ କିନ୍ତୁ ମୁଁ ଆସିପାରୁନି ଟିକେ ବ୍ୟସ୍ତ ରହୁଛି। ଆଉ ଯାହା ହଉ ଦେଖା ହେଇଗଲା ଭାଇଙ୍କ ସହିତ। ଭାଉଜ ଆଉ ସେ ଭାଉଜ କ'ଣ ପାଟିରେ ପଶିବା ଟିକେ ସମୟ ଲାଗିବ। ଭାଉଜଙ୍କର ପୁରା ଶୁଖି ଯାଇଛି ନାଇଁ ଆଜ୍ଞା ମାନେ ମୁହଁ ଶୁଖି ଯାଇଛି। ଯାହା ହଉ ଦେଖା ହେଇଗଲା ବହୁତ ଦିନ ପରେ। ଭାଇଙ୍କ ହୃଦୟ ପୁରା ବହୁତ ସଫା। ତାଙ୍କ ହୃଦୟ ଭିତରେ କିଛି ନାହିଁ। କେମିତି ଜାଣିଲ କି ସଫା ଅଛି? ମୋ ଲୋକ ଦେଖିଲେ କଥାବାର୍ତ୍ତା ସେମାନଙ୍କର ସେମାନେ ଭାଷା କରିକି ବଡ଼ ରୋଷ୍ଟ କରୁଛନ୍ତି କିନ୍ତୁ ହୃଦୟ ସଫା ଅହଙ୍କାର ଗର୍ବ ବୋଲି ସେମାନେ କିଛି ନାହିଁ। ଜୟ ଜଗନ୍ନାଥ ଭାଇ। ଦୀପକ ଭାଇ ସହିତ ଦେଖା ହେଇଗଲା। ଯାହା ହଉ ବର୍ଷାରୁ ଓଦା ହେଇକି ଆଜି ଭଳିଆ ଦିନରେ ବାତ୍ୟାରେ ମୁଁ ଯାଇକି ଘରେ ପାଇଲିନି ଯାହା ବାଟରେ ପାଇଲି। ଯାହା ହଉ ଦୀପକ ଭାଇ ସହିତ ଦେଖା ହେଇଗଲା। ଆପଣମାନେ ଭାଇକି ବହୁତ ସପୋର୍ଟ ବି ମଧ୍ୟ କରନ୍ତୁ। ଭାଇ ବି ମୋ ସପୋର୍ଟ ପାଇଁ ମାନେ ଗୋଟେ କଥା ହେଉଛି ମୁଁ ତ କିଛି କହିବା ପାଇଁ ଚାହୁଁନି ତ ଭାଇ ବି ବହୁତ ସପୋର୍ଟ ବି ମଧ୍ୟ ମୋତେ କରିଥିଲେ। ଭାଇ ବହୁତ ଖୋଜିକି ବି ମୋ ପାଖକୁ ଆସିଛନ୍ତି ମାନେ ମୋ ଭାଇ ମୋ ବଡ଼ ଭାଇ ସିଏ। ଆଉ କିନ୍ତୁ ଆପଣମାନେ ଇଏ କରନ୍ତୁ ମୁଁ କିଛି କହିବା ପାଇଁ ଚାହୁଁନି। ଭାଇ ତୁମେ କୁହ ମୁଁ ଖାଲି ହଁ ଯାହା ବି ହେଲେ ଏମାନଙ୍କୁ ବହୁତ ଲୋକ ବହୁତ ସପୋର୍ଟ କରୁଛନ୍ତି। ଯାହା ବି ହେଲେ ସୋସିଆଲ ମିଡ଼ିଆ ସିନା ରୋଷ୍ଟିଂ କରୁଛନ୍ତି କିନ୍ତୁ ହୃଦୟ ସଫା ରହିଲେ। ଜୟ ଜଗନ୍ନାଥ।